ଦେଖନ୍ତୁ ନବୀନ ବାବୁ ହାରିଗଲା ପରେ ବୟସ ଅଧିକ ହେଲା ପରେ ସେ ତାଙ୍କର ବହୁତ ଗୁଡ଼ିଏ କଥା ସେ ଜାଣିପାରୁନାହାନ୍ତି ହେଲା। ଦ୍ୱିତୀୟ କଥା ହେଉଛି 1.5 ବର୍ଷ ଭିତରେ ଯେଉଁ କଥା କି ଭାରତୀୟ ଜନତା ପାର୍ଟି କଲା 24 ବର୍ଷ ଶାସନ ଭିତରେ ନବୀନ ବାବୁ କହିଲା ସତ୍ତ୍ୱେ ବି କରିପାରିନାହାନ୍ତି। ପ୍ରଥମ କଥା କୃଷି କ୍ଷେତ୍ରରେ ଆଗ ଦେଖନ୍ତୁ 2016 ମସିହାରେ ସୋହେଲା ଠାରେ 100 ଟଙ୍କା ବୋନସ୍ ଦେବା ପାଇଁ କହିଥିଲେ ଧାନ କୁଇଣ୍ଟାଲରେ, କିନ୍ତୁ ଦେଇପାରିଲେ କି 24 ବିତିଗଲା। ଭାରତୀୟ ଜନତା ପାର୍ଟି ଆସୁ ଆସୁ ଗୋଟେ ମାସ ଭିତରେ ଇନପୁଟ 800 ଟଙ୍କା ଦେଲେ। MSP ଯାହା ଧାର୍ଯ୍ୟ ଅଛି 2300 ଟଙ୍କା ବାଦେ 800 ଟଙ୍କା ଧାନ କୁଇଣ୍ଟାଲ 3100 ଟଙ୍କା ହେଲା। ଓଡ଼ିଶା ଚାଷୀମାନେ ଉପକୃତ ହେଲେ। ମହିଳା ସଶକ୍ତିକରଣ କହିକି ଭୋଟ ବ୍ୟାଙ୍କ ତିଆରି କରୁଥିଲେ SHG ଗ୍ରୁପର ମା ମାନଙ୍କୁ ଭଉଣୀମାନଙ୍କୁ ନେଇକି ଋଣଗ୍ରସ୍ତ କରାଇଦେଲେ, ଘର ଭାଙ୍ଗିଦେଲେ। ତା ଦ୍ୱାରା ବହୁତ ମହିଳାଙ୍କର ଘର ଭାଙ୍ଗି ଯାଇଛି, ଆତ୍ମହତ୍ୟା କରିଛନ୍ତି, ଘର ଛାଡ଼ିକି ପଳେଇଛନ୍ତି ଭଡ଼ା ରହୁଥିବା ମହିଳା ସବୁ ଭୟରେ। ତେଣୁ ଇଏ କଥାଟା ସେ ସମୟରେ କରିଥିଲେ। ବର୍ତ୍ତମାନ ଏଠି ବିଜେପି ସରକାର ଓଡ଼ିଶାରେ ଆସିଲା ପରେ ମୋହନ ମାଝୀଙ୍କ ନେତୃତ୍ୱରେ ମହିଳାମାନଙ୍କୁ ସଶକ୍ତିକରଣ କରିବା ପାଇଁ ଯାଇକି ସୁଭଦ୍ରା ଯୋଜନାରେ କୋଟିଏରୁ ଉର୍ଦ୍ଧ୍ୱ ମା ଭଉଣୀଙ୍କ ନିକଟରେ ଡାଇରେକ୍ଟ DBT ଜରିଆରେ ତାଙ୍କର ଖାତାକୁ ପ୍ରତ୍ୟେକ ବର୍ଷ 2ଟି କିସ୍ତିରେ 5000 5000 କରି 10,000 ପହଞ୍ଚୁଛି। 5 ବର୍ଷରେ 50,000 ଟଙ୍କା ପହଞ୍ଚିବ। ଏଥିରେ ମହିଳାମାନେ ମଧ୍ୟ ଖୁସି ଅଛନ୍ତି। ଚାକିରି କ୍ଷେତ୍ରରେ ଯୋଉଠି ଆଶା ବାନ୍ଧିକି ହତାଶିଆ ହେଇକି ଥିଲେ ଆମର ଶିକ୍ଷିତ ଯୁବକମାନେ, ଏଇଠି 1.5 ବର୍ଷ ଭିତରେ 38,000 ଯୁବକମାନଙ୍କୁ ଡାଇରେକ୍ଟ ଚାକିରି ଯୋଗାଇ ଦେଲେ ମୋହନ ମାଝୀଙ୍କ ସରକାର, ବିଜେପି ସରକାର। ଏବଂ ଆହୁରି ମଧ୍ୟ 65,000 ଚାକିରି ଯୋଗାଇ ଦେବେ। ଏବଂ ଇନଡାଇରେକ୍ଟଲି ବହୁତ ଗୁଡ଼ିଏ ସେକ୍ଟରରେ ଚାକିରି ଆସିକି 50,000ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ମାନେ ଚାକିରି ପାଇଲେଣି। ଏଗୁଡ଼ାକ ତାଙ୍କୁ ଦେଖାଯାଉନି। ଏଠି ଖାଲି ହାରିଗଲା ପରେ କ'ଣ ନା କିଛି କରିପାରିଲେନି। 1.5 ବର୍ଷ ହେଲା, ଏ 1.5 ବର୍ଷ ହେଲା ତମେ ମହାପ୍ରଭୁଙ୍କର 4 ଦ୍ୱାର ଖୋଲୁ ନଥିଲ ନବୀନ ବାବୁଙ୍କ ସରକାର ସମୟରେ। ଭାରତୀୟ ଜନତା ପାର୍ଟି ଆସୁ ଆସୁ ତ ସାଙ୍ଗେ ସାଙ୍ଗେ ଗୋଟେ ଦିନରେ 4 ଦ୍ୱାର ଖୋଲା ହେଲା ମହାପ୍ରଭୁଙ୍କର। ଇଏ ବହୁତ ଗୁଡ଼ିଏ ସଫଳତା ସହ ଭାରତୀୟ ଜନତା ପାର୍ଟି ତାର କାର୍ଯ୍ୟ କରିଚାଲିଛି ଏବଂ ଲୋକମାନେ ବହୁତ ସନ୍ତୁଷ୍ଟ ଅଛନ୍ତି। ଯେଉଁଭଳି ଭାବରେ ଅନ୍ୟାୟ ଅନୀତି ଦୁର୍ନୀତି ଭ୍ରଷ୍ଟାଚାର ବ୍ୟଭିଚାରରେ ଭରି ହେଇକି ରହିଥିଲା ବିଜୁ ଜନତା ଦଳ, ସେଥିପାଇଁ ତ ତିରସ୍କାର କଲେ ଓଡ଼ିଶାବାସୀ। ନୂଆ ସରକାର ଭାରତୀୟ ଜନତା ପାର୍ଟିକି ବାଛିଲେ ଏବଂ 1.5 ବର୍ଷ ଭିତରେ ଏଇ ଗୁଡ଼ିଏ ସଫଳତା, ଖାଲି ମୁଁ ଗଣତି ହାତ ଗଣତି କଥା କହିଲି, ବହୁତ ଗୁଡ଼ିଏ ସଫଳତା ଆଜି ପହଞ୍ଚିଛି। ନରେନ୍ଦ୍ର ମୋଦିଙ୍କର ଯୋଉ ସହାୟତା ମିଳୁଛି କେନ୍ଦ୍ରରୁ, ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ପଡ଼ିଛି ଏବଂ ଆଗାମୀ ଦିନରେ ଯୋଉ ଭଳିଆ ଇନଭେଷ୍ଟମେଣ୍ଟ ପହଞ୍ଚୁଛି ଆସିକି ସିଙ୍ଗଲ ୱିଣ୍ଡୋ ସିଷ୍ଟମରେ ଏଠି ଇଣ୍ଡଷ୍ଟ୍ରି ଡେଭଲପ୍ କରିବ। ପର ମୁହୂର୍ତ୍ତରେ ଏଠି ଚାକିରି କ୍ଷେତ୍ରରେ ହବ, ସ୍ୱାବଲମ୍ବୀ ହେବେ। ଏବଂ ତା ସହିତ ଯୋଉ ଦାଦନ ଖଟିବା ପାଇଁ ଯାଉଥିଲେ ବାହାର ରାଜ୍ୟକୁ ଆମ ଓଡ଼ିଆ ପୁଅ ଭଉଣୀମାନେ ମା ମାନେ, ସିଏ ମଧ୍ୟ ଏଠି ରୋକ ଲାଗିବ ଏଗୁଡ଼ା ସବୁ ଡେଭଲପ୍ ହେଲା ପରେ। ଅପେକ୍ଷା କରନ୍ତୁ, ଆହୁରି ଅଛି 3.5 ବର୍ଷ, କେତେ ଉଚ୍ଛନ୍ନ ହେଲେ ହବ କି। ସାର୍ ଗୋଟେ ପ୍ରତିଷ୍ଠା ଦିବସରେ ଯୋଉ ସେ ଅଭିଯୋଗ ଆଣିଛନ୍ତି ପୁଣି ଯେ ସାର ଚାଷୀ ପାଉନି, ରାଜ୍ୟରେ ମଣ୍ଡି ଖୋଲୁନି, ୟାକୁ ନେଇ ଚାଷୀଙ୍କୁ ନେଇ ଯୋଉ ଆପଣ ସରକାର ଅମଳରେ ଯୋଉ MSP ଦିଆଯାଇଛି, କିନ୍ତୁ ସେ କହିବା କଥା ଯେ ସାର ପାଉନି କି ଚାଷୀ ଭଲରେ ନାହିଁ, କ'ଣ କହିବେ? ଶୁଣନ୍ତୁ, ପ୍ରଥମ କଥା ତ ଚାଷୀଙ୍କ ପ୍ରତି ଦରଦ 24 ବର୍ଷ ନଥିଲା। ଏବେ ବିରୋଧୀ ଦଳ ବସିଲା ପରେ ଚାଷୀଙ୍କ ଦରଦି କଥା ମନେ ପଡୁଛି। ତେଣୁ ଚାଷୀଙ୍କର କିଛି ସମସ୍ୟା ଅଛି, ସେ କଥା ନିଶ୍ଚିତ ରୂପେ ଆମେ ଜାଣିଛେ। ମଣ୍ଡି ଲେଟ୍ ହେଇଛି ଖୋଲିବା, ସେ କଥାକୁ ଅଲରେଡ଼ି ସରକାର କହିସାରିଛନ୍ତି, ତାକୁ ସମାଧାନ କରୁଛନ୍ତି। ବାକି ଯୋଉ କିଛି କିଛି କଥା ସମସ୍ୟା ଅଛି, ନବୀନ ବାବୁ ବିରୋଧୀ ଦଳର ଭୂମିକା ଆସେମ୍ବଲି ଭିତରେ ନେବା କଥା, କିନ୍ତୁ ସେଠିକି ଯାଉନାହାନ୍ତି, ସେଠି କହୁନାହାନ୍ତି। ଆଜି ତାଙ୍କରି ପ୍ରତିଷ୍ଠା ଦିବସରେ ତାଙ୍କର ଲୋକମାନଙ୍କୁ କହିବେ, ତାଙ୍କ ମନୋବଳ ଟାଣ କରିବା ପାଇଁ କହିବେ, ତାଙ୍କ ଦଳର କଥା କହିବେ। କିନ୍ତୁ ବିରୋଧୀ ଦଳର ଭୂମିକା ଯୋଉଠି ନେବା କଥା ସେଠି ସେ ନେଉନାହାନ୍ତି, ସେ କଥା କହୁନାହାନ୍ତି। ବିରୋଧୀ ଦଳ ମଜବୁତ ହଉ ଭାରତୀୟ ଜନତା ପାର୍ଟି ଚାହୁଁଛୁ, ଆମେ ଚାହୁଁଛୁ, କିନ୍ତୁ ସେ କଥା ତ ସେ କରୁନାହାନ୍ତି। ତାଙ୍କ ଦଳର ନେତୃତ୍ୱ ଆଉ ଜଣେ ନେଉଛି, ତାଙ୍କ ଦଳର ନେତୃତ୍ୱ କୋଉ କାର୍ଯ୍ୟକର୍ତ୍ତା ନେତା ବନିକି ତାଙ୍କର ବୁଝୁଛି କୁହନ୍ତୁ ତ। ତାଙ୍କ ଦଳ ଭିତରେ ତ ବହୁତ ସମସ୍ୟା ଅଛି, ତାଙ୍କ ଦଳ ଭିତରେ ସମସ୍ୟା ଆଗ ସେ ସୁଧାର କରନ୍ତୁ, ସେଟା ତ ସେ କରୁନାହାନ୍ତି।
ଚାଷୀଙ୍କ ପାଇଁ ସାର୍ ଯୋଉ ଏମଏସପି ବୃଦ୍ଧି ହେଇଛି ଏଇଟା ସମସ୍ତଙ୍କୁ ମିଳୁଛି କି ତାଙ୍କର ଗୋଟେ ଅଭିଯୋଗ ରହୁଛି ବିଜେଡିର। ମିଳୁନି ଚାଷୀ ଆନ୍ଦୋଳନ ଆଉ ହଉଛି କି? ତାଙ୍କ ସମୟରେ କେତେ ଚାଷୀ ଆନ୍ଦୋଳନ ହଉଥିଲା, ରାସ୍ତା ରୋକ ହଉଥିଲା, ଆଉ କୋଉଠି ହଉଛି? ଚାଷୀ ତ ଖୁସି ଅଛନ୍ତି। କୃଷି ମାନେ ସିଏମ କୃଷକ ଯୋଜନା ହଉ, ପିଏମ କୃଷକ ଯୋଜନାରେ 10,000 ଟଙ୍କା ପାଉଛନ୍ତି ବର୍ଷକୁ 2,000 କରିକି କିସ୍ତିରେ। ଏ କଥା କଣ ତାଙ୍କ ସମୟରେ ହଉଥିଲା? କାଳିଆ ଯୋଜନା କଣ ହେଲା? ଫେଲ ମାରିଲା ନା ନାଇଁ? କାଳିଆ ଯୋଜନା କରିକି ଦେଇପାରିଲେ 25,000 ଜଣକୁ? ଦେଇପାରିଲେନି। କେନ୍ଦ୍ର ସରକାର ମୋଦିଙ୍କ ସରକାର ଯେତେବେଳେ 6,000 ଦେଲେ, ଇଏ ଆଉ 2,000 ମିଶେଇକି 4,000 ଯୋଜନା କଲେ। 25,000 ଦେଇପାରିଲେନି। ତାଙ୍କର ବିଫଳତା ପାଇଁ ତ ସେ ହାରିଛନ୍ତି। ଆଉ କାନ୍ଦିଲେ କଣ ହବ? ଆଉ ତ ଦଳର ଅବସ୍ଥା ଭଲ ନାହିଁ। ଖାଲି ଯେତିକି ବଞ୍ଚିଛି ସେତିକି ପାଇଁକି ସିଏ ଚେଷ୍ଟା କରୁଛନ୍ତି ସେତିକି ବଞ୍ଚିଯାଉ, ତାଙ୍କ ଜୀବନ ଦଶା ଭିତରେ ବିଜୁ ଜନତା ଦଳ କିଛି ତ ଗୋଟା ଇଏ ହେଇକି ଥାଉ। ଆଉ ଏଇ ତ ସିଏ ଚାହୁଁଛନ୍ତି ଆଉ କଣ? ଆମେ ଚାହୁଁଛୁ ବିଜୁ ଜନତା ଦଳର ନେତା ହିସାବରେ ବିରୋଧୀ ଦଳର ଭୂମିକା ଠିକ ରୂପେ ଲିଭାନ୍ତୁ।